କିନ୍ତୁ ପୂର୍ବାଞ୍ଚଳ ରେଞ୍ଜର ତିନିଟି ଯାକ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକରେ ଶ୍ରୀରାମ ନବମୀ ସେଲିବ୍ରେସନ୍ ବା ଶ୍ରୀରାମ ନବମୀଙ୍କ ଉତ୍ସବ ଅତି ଆନନ୍ଦର ଏବଂ ହର୍ଷ ଉଲ୍ଲାସ ସହିତ ପାଳନ କରାଯାଇଥାଏ। ମୁଖ୍ୟତଃ ଆମେ ଯଦି ଦେଖିବା ଭଦ୍ରକ ଏବଂ ବାଲେଶ୍ୱରରେ ରାମନବମୀ ଅତି ଆଡ଼ମ୍ବର ସହିତ ପାଳନ କରାଯାଇଥାଏ ଏବଂ ଭଦ୍ରକର ଗୋଟେ ସ୍ୱତନ୍ତ୍ର ରାମନବମୀ ସେଲିବ୍ରେସନ୍ର ମହତ୍ତ୍ୱ ରହିଛି। ଏଥିପାଇଁ ଆମେ ମଧ୍ୟ ବ୍ୟାପକ ପୁଲିସ ବ୍ୟବସ୍ଥା ଗ୍ରହଣ କରାହେଇଛି। ଆପଣ ଜାଣିଛନ୍ତି ଯେ ପୂର୍ବାଞ୍ଚଳ ରେଞ୍ଜର ଭଦ୍ରକ, ବାଲେଶ୍ୱର ସମ୍ବେଦନଶୀଳ ଜିଲ୍ଲା, ତେଣୁ ସେହି ସମ୍ବେଦନଶୀଳତାକୁ କରି ଏବଂ ଯେମିତି ରାମନବମୀ ସୁରୁଖୁରୁରେ ସମାପନ ହେବ ତାର ଗୋଟେ ଏଲାବୋରେଟ୍ ପୁଲିସ ଆରେଞ୍ଜମେଣ୍ଟ କରାହେଇଛି। ଭଦ୍ରକରେ ସମୁଦାୟ 40 ପ୍ଲାଟୁନରୁ ଉର୍ଦ୍ଧ୍ୱ ପୁଲିସ ଫୋର୍ସ ଏବଂ ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସର ଟିମ୍ ମଧ୍ୟ ସେଠି ଉପସ୍ଥିତ ଅଛନ୍ତି। ସେମାନେ ବିଗତ ବହୁତ ଦିନ ହେଲା ତାଙ୍କର ପ୍ରିପାରେସନ୍ ବା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଦିନ ଫ୍ଲାଗ ମାର୍ଚ୍ଚ ହେଉଛି, ପ୍ରତ୍ୟେକ ଦିନ ବିଭିନ୍ନ ଜାଗାରେ ଚେକିଂ ହେଉଛି, ପ୍ରତ୍ୟେକ ଦିନ ଲୋକଙ୍କୁ ସେନ୍ସିଟାଇଜ୍ କରାହେଉଛି ଯେ କେମିତି ଶାନ୍ତି ଶୃଙ୍ଖଳାର ସହିତ ଶ୍ରୀରାମ ନବମୀ ସେଲିବ୍ରେସନଟା ସମାପନ ହେବ। ଅନୁରୂପ ଭାବରେ ବାଲେଶ୍ୱରରେ ମଧ୍ୟ ଆମର ଗୋଟେ ବ୍ୟବସ୍ଥା ପୁଲିସ ଆରେଞ୍ଜମେଣ୍ଟ କରାହେଇଛି। ବାଲେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମ ହେବ, ଯେମିତି ଆଜି ମୋଟରସାଇକେଲ ର୍ୟାଲି ଅଛି, କାଲି ନଗର ପରିକ୍ରମା ଅଛି। ଏସବୁ ଦୃଷ୍ଟି ରଖି ଯେଉଁ ସମ୍ବେଦନଶୀଳ ଜାଗା ଗୁଡ଼ାକ ଅଛି ତାକୁ ମଧ୍ୟ ବ୍ୟାରିକେଡିଂ କରାହେଇଛି। ଏଣ୍ଟାୟାର ପ୍ରୋସେସନର ରୁଟ୍ ଉଭୟ ଭଦ୍ରକ ଓ ବାଲେଶ୍ୱରରେ ସିସିଟିଭି ସର୍ଭେଲେନ୍ସରେ ଅଛି। ଟେମ୍ପୋରାରୀ କଣ୍ଟ୍ରୋଲ ରୁମ୍ ଏଷ୍ଟାବ୍ଲିଶ ହେଇଛି। ଅଲ୍ ସିନିୟର ଅଫିସର୍ସ, ଆଡିସନାଲ ଏସ୍ପି ଏବଂ DSP ଜିଲ୍ଲାର ସହିତ ହେଡକ୍ୱାର୍ଟରରୁ ମଧ୍ୟ ମୋବିଲାଇଜ୍ କରାହେଇଛନ୍ତି ଏବଂ ସେମାନେ ଗୋଟେ ଫୁଲ୍ ପ୍ରୁଫ୍ ପୁଲିସ ଆରେଞ୍ଜମେଣ୍ଟ କରିବା ପାଇଁ ଆମେ ପ୍ରୟାସ କରୁଛୁ ଏବଂ ତିନିଟି ଯାକ ଜିଲ୍ଲାର ଏସ୍ପିଙ୍କର ପ୍ରତ୍ୟେକ ତତ୍ତ୍ୱାବଧାନରେ ଏହି ପୁଲିସ ଆରେଞ୍ଜମେଣ୍ଟ ଗ୍ରହଣ କରାଯାଇଛି।